ଚୂଡ଼ାନ୍ତ ଯୁଦ୍ଧ ହେବାକୁ ଯାଉଛି, ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଏହା କୌଣସି ସାଧାରଣ ବାକ୍ୟ ନୁହେଁ, ଏହା ସେହି ସଙ୍କେତ, ଯାହାକୁ ଶୁଣି ଅନେକ ହସିଦିଅନ୍ତି, ଅନେକ ଅଣଦେଖା କରିଦିଅନ୍ତି। କିନ୍ତୁ କିଛି ଏଭଳି ମଧ୍ୟ ଅଛନ୍ତି, ଯେଉଁମାନେ ଏହାକୁ ଶୁଣିବା ମାତ୍ରେ ଭିତରୁ କମ୍ପି ଉଠନ୍ତି, କାରଣ ସେମାନେ ଜାଣନ୍ତି ଯେ ପ୍ରତି ଯୁଦ୍ଧଖଣ୍ଡାରେ ଲଢ଼ା ଯାଏ ନାହିଁ। କିଛି ଯୁଦ୍ଧ ଏଭଳି ଥାଏ ଯାହା ଦେଖାଯାଏ ନାହିଁ, କିନ୍ତୁ ତାହାର ପ୍ରଭାବ ସାରା ଜୀବନ ବଦଳାଇ ଦିଏ। ଏବଂ ଯେତେବେଳେ ଏଭଳି ସମୟ ଆସେ, ସେତେବେଳେ ମଣିଷକୁ ସର୍ବପ୍ରଥମେ ନିଜ ଭିତରର ଶକ୍ତିକୁ ଚିହ୍ନିବାକୁ ପଡ଼େ। ଏହି ସମୟରେ ଯେଉଁ ଶକ୍ତି ସକ୍ରିୟ ହେଉଛି, ତାହା କୌଣସି ଗୋଟିଏ ଦିଗରେ ପ୍ରବାହିତ ହେଉନାହିଁ। ଏହା ପ୍ରତ୍ୟେକ ସେହି ବ୍ୟକ୍ତିର ପରୀକ୍ଷା ନେବାକୁ ଯାଉଛି ଯିଏ ଦୀର୍ଘ ସମୟ ଧରି ସଂଘର୍ଷ କରିଛି, ଚୁପଚାପ ସହିଛି, ନିଜର ଲୋକଙ୍କଠାରୁ ଆଘାତ ପାଇଛି, ନିଜ ସ୍ୱପ୍ନକୁ ଭାଙ୍ଗିବାର ଦେଖିଛି, ପୁଣି ହାର ମାନି ନାହିଁ। ଏହା ସେହି ସମୟ ଯେତେବେଳେ ଭାଗ୍ୟ ଏବଂ କର୍ମ ସାମ୍ନାସାମ୍ନି ଠିଆ ହୋଇଥିବାର ଦେଖାଯାଏ। ବାହାରୁ ସବୁ କିଛି ସାଧାରଣ ଲାଗେ, କିନ୍ତୁ ଭିତରେ ଏକ ଅଦୃଶ୍ୟ ହଲଚଲ ଆରମ୍ଭ ହୋଇଯାଇଥାଏ। ଅନେକ ଲୋକ ଏବେ ବି ବୁଝିପାରୁ ନାହାନ୍ତି ଯେ ସେମାନଙ୍କ ଜୀବନରେ ହଠାତ୍ ବ୍ୟସ୍ତତା କାହିଁକି ବଢ଼ିଯାଇଛି, ବିନା କାରଣରେ ମନ କାହିଁକି ବିଚଳିତ ହେଉଛି, କିଛି ପୁରୁଣା ଲୋକ ପୁଣି ମନେ ପଡ଼ୁଛନ୍ତି କାହିଁକି, କିଛି ଅଧୁରା କାମ ହଠାତ୍ ସାମ୍ନାକୁ ଆସିଗଲା କାହିଁକି। ଏହାର କାରଣ କେବଳ ପରିସ୍ଥିତି ନୁହେଁ, କେବେ କେବେ ସମୟ ନିଜେ ମଣିଷକୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ କରେ, ଏବଂ ସେହି ପ୍ରସ୍ତୁତି ସର୍ବଦା ସହଜ ହୁଏ ନାହିଁ। ମନେ ରଖନ୍ତୁ, ଯେତେବେଳେ ବି ବଡ଼ ପରିବର୍ତ୍ତନ ଆସିବାକୁ ଥାଏ, ତା ପୂର୍ବରୁ ଜୀବନରେ ଏକ ଅଜବ ନିସ୍ତବ୍ଧତା ଆସିଯାଏ। ଏମିତି ଲାଗେ ଯେପରି ସବୁକିଛି ଅଟକି ଯାଇଛି, କିନ୍ତୁ ବାସ୍ତବରେ ସେହି ସମୟରେ ସବୁଠାରୁ ବଡ଼ ହଲଚଲ ଜନ୍ମ ନେଉଥାଏ। ଏହା ସେହି ମୁହୂର୍ତ୍ତ ଯେଉଁଠାରେ ଶକ୍ତିଶାଳୀ ଏବଂ ଦୁର୍ବଳ ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଦେଖାଯାଏ। ଯଦି ଆପଣ ଏପର୍ଯ୍ୟନ୍ତ ଧୈର୍ଯ୍ୟ ରଖିଛନ୍ତି, ଯଦି ଆପଣ ବିନା ଶୋରଗୋଳରେ ନିଜ ସଂଘର୍ଷ ଜାରି ରଖିଛନ୍ତି, ଯଦି ଆପଣ ଅନ୍ୟମାନଙ୍କ ଖରାପ କାମର ଜବାବ ଖରାପରେ ଦେଇନାହାନ୍ତି, ତେବେ ଏହି ସମୟ ଆପଣଙ୍କୁ ଚିହ୍ନିବାକୁ ଯାଉଛି। କିନ୍ତୁ ଏହା ସହିତ ଏକ ଚେତାବନୀ ମଧ୍ୟ ଯୋଡ଼ି ହୋଇଛି, କାରଣ ପରିବର୍ତ୍ତନ ଯେତେ ବଡ଼ ହୁଏ, ପରୀକ୍ଷା ମଧ୍ୟ ସେତେ କଠିନ ହୁଏ। ଏହି କାରଣରୁ ଆଜି ଆପଣଙ୍କୁ ଏହି କଥା ଶେଷ ପର୍ଯ୍ୟନ୍ତ ଶୁଣିବା ଉଚିତ, କାରଣ ଯେଉଁ ସଙ୍କେତ ଆଗକୁ କୁହାଯିବ, ତାହା ସମସ୍ତଙ୍କ ପାଇଁ ନୁହେଁ। ସେଗୁଡ଼ିକୁ କେବଳ ସେହି ଲୋକମାନେ ବୁଝିପାରନ୍ତି ଯାହାଙ୍କ ଭିତରେ ବିଶ୍ୱାସ ଏବେ ବି ଜୀବିତ ଅଛି। ଯଦି ଆପଣ ମଧ୍ୟ ବିଶ୍ୱାସ କରନ୍ତି ଯେ ପରିଶ୍ରମ କେବେ ବୃଥା ଯାଏ ନାହିଁ, ତେବେ ଏହି ଭିଡିଓକୁ ଲାଇକ୍ କରନ୍ତୁ। ଆପଣଙ୍କ ଏକ ଲାଇକ୍ ଏହା କୁହେ ଯେ ଆପଣ ସକାରାତ୍ମକ ଶକ୍ତି ସହ ଯୋଡ଼ି ହୋଇ ରହିବାକୁ ଚାହାନ୍ତି। ଏବଂ ଯଦି ଆପଣ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ତେବେ ନିଶ୍ଚୟ କରନ୍ତୁ, କାରଣ ଏଠାରେ ଏଭଳି ଗଭୀର ଏବଂ ପ୍ରେରଣାଦାୟକ କଥା ସବୁ ସାଝା କରାଯାଏ। ଏବେ ଧ୍ୟାନ ଦେଇ ଶୁଣନ୍ତୁ, କେବେ କେବେ ଜୀବନରେ ସବୁଠାରୁ ବଡ଼ ଯୁଦ୍ଧ ଅନ୍ୟ କୌଣସି ମଣିଷ ସହ ନୁହେଁ, ବରଂ ନିଜର ଡର ସହ ହୁଏ, ନିଜର ସନ୍ଦେହ ସହ ହୁଏ, ନିଜର ଦୁର୍ବଳତା ସହ ହୁଏ। ଯେଉଁ ବ୍ୟକ୍ତି ଏହି ଯୁଦ୍ଧକୁ ଜିତିନିଏ, ତା ସାମ୍ନାରେ ଦୁନିଆର କୌଣସି ଶକ୍ତି ଅଧିକ ସମୟ ତିଷ୍ଠିପାରେ ନାହିଁ। ଅନେକ ଲୋକ ବାହାରୁ ଶକ୍ତିଶାଳୀ ଦେଖାଯାଆନ୍ତି, କିନ୍ତୁ ଭିତରୁ ଭାଙ୍ଗି ଯାଇଥାନ୍ତି। ସେହିପରି କିଛି ଲୋକ ବାହାରୁ ଶାନ୍ତ ଦେଖାଯାଆନ୍ତି, କିନ୍ତୁ ସେମାନଙ୍କ ଭିତରେ ଏଭଳି ନିଆଁ ଜଳୁଥାଏ ଯାହା ସମୟ ଆସିଲେ ପୂରା ଦିଗ ବଦଳାଇ ଦିଏ। ହୁଏତ ଆପଣ ମଧ୍ୟ ସେହି ଲୋକଙ୍କ ମଧ୍ୟରୁ ଜଣେ, କାରଣ ଆପଣ ଯେତେ ସହିଛନ୍ତି ସେତେ ସମସ୍ତେ ସହିପାରିବେ ନାହିଁ। କିନ୍ତୁ ଏବେ ସମୟ କେବଳ ସହିବାର ନୁହେଁ, ସମୟ ଚିହ୍ନିବାର। ଚିହ୍ନିବାର ଯେ କିଏ ଆପଣଙ୍କ ନିଜର ଏବଂ କିଏ କେବଳ ସୁବିଧାର ସାଥୀ, କିଏ ଆପଣଙ୍କ ସହ ଠିଆ ହେବ ଏବଂ କିଏ ପ୍ରଥମ ଝଡ଼ ଆସିବା ମାତ୍ରେ ଆପଣଙ୍କ ସାଥ ଛାଡ଼ିଦେବ। ଆଗାମୀ ସମୟରେ ଏହି ପାର୍ଥକ୍ୟ ବହୁତ ସ୍ପଷ୍ଟ ହେବାକୁ ଯାଉଛି। ପ୍ରତ୍ୟେକ ପରିବର୍ତ୍ତନ ପୂର୍ବରୁ କିଛି ସଙ୍କେତ ଦେଖାଯାଏ, କିନ୍ତୁ ଅଧିକାଂଶ ଲୋକ ସେହି ସଙ୍କେତଗୁଡ଼ିକୁ
ସାଧାରଣ ସଂଯୋଗ ବୋଲି ଭାବି ଅଣଦେଖା କରିଦିଅନ୍ତି। ପରେ ଯେତେବେଳେ ସବୁ ବଦଳିଯାଏ, ସେତେବେଳେ ସେମାନେ ଅନୁଭବ କରନ୍ତି ଯେ ଚେତାବନୀ ତ ପୂର୍ବରୁ ମିଳିସାରିଥିଲା। ପାର୍ଥକ୍ୟ କେବଳ ଏତିକି ଥିଲା ଯେ ସେମାନେ ସମୟ ଥାଉ ଥାଉ ତାକୁ ଚିହ୍ନି ପାରିଲେ ନାହିଁ। ଆଜି ବି ସେହିପରି ଏକ ସମୟ ଚାଲିଛି। ବାତାବରଣ ଶାନ୍ତ ଦେଖାଯାଇପାରେ, କିନ୍ତୁ ଏହି ଶାନ୍ତି ଭିତରେ ଏକ ଗଭୀର ହଲଚଲ ଲୁଚି ରହିଛି। ଯେପରି ସମୁଦ୍ରର ପୃଷ୍ଠଭାଗ ସମ୍ପୂର୍ଣ୍ଣ ସ୍ଥିର, କିନ୍ତୁ ତାହାର ଗଭୀରତାରେ ପ୍ରଚଣ୍ଡ ଢେଉ ଉଠୁଛି। ଯେଉଁ ବ୍ୟକ୍ତି କେବଳ ପୃଷ୍ଠଭାଗକୁ ଦେଖେ, ସେ ଧୋକା ଖାଇଯାଏ, କିନ୍ତୁ ଯିଏ ଗଭୀରତାକୁ ବୁଝେ ସିଏ ଆଗାମୀ ସମୟ ପାଇଁ ପ୍ରସ୍ତୁତ ରହିଥାଏ। ହୁଏତ ପୂର୍ବ କିଛି ଦିନରୁ ଆପଣଙ୍କୁ ଏଭଳି ଅନୁଭବ ହୋଇଥିବ ଯେ ଆପଣଙ୍କ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ମିଳୁନାହିଁ। ଲୋକେ ଆପଣଙ୍କ ନିୟତ ବୁଝୁନାହାନ୍ତି। ଯାହାଙ୍କ ଉପରେ ସବୁଠାରୁ ଅଧିକ ଭରସା କଲେ, ସେମାନେ ଧୀରେ ଧୀରେ ଦୂରେଇ ଗଲେ। କେବେ ଆର୍ଥିକ ଚିନ୍ତା ପରେଶାନ କଲା, କେବେ ସମ୍ପର୍କ ମନକୁ ଭାଙ୍ଗିଲା, କେବେ ନିଜର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଲା। କିନ୍ତୁ ଏସବୁ ଭିତରେ ମଧ୍ୟ ଆପଣ ହାର ମାନିବା ବଦଳରେ ନିଜକୁ ସମ୍ଭାଳି ରଖିଲେ। ଏହା ଆପଣଙ୍କ ସବୁଠାରୁ ବଡ଼ ଶକ୍ତି। କାରଣ ଇତିହାସ ସାକ୍ଷୀ ଅଛି ଯେ ସବୁଠାରୁ ଉଚ୍ଚ ଉଡ଼ାଣ ସେହିମାନେ ଭରନ୍ତି ଯେଉଁମାନେ ସବୁଠାରୁ କଠିନ ପବନର ସାମ୍ନା କରିଛନ୍ତି। ସହଜ ରାସ୍ତାରେ ଚାଲୁଥିବା ଲୋକଙ୍କୁ ମଞ୍ଜିଲ ତ ମିଳିଯାଏ, କିନ୍ତୁ ପରିଚୟ ମିଳେ ନାହିଁ। ପରିଚୟ ସର୍ବଦା ତାକୁ ମିଳେ ଯିଏ ସଂଘର୍ଷକୁ ନିଜର ଦୁର୍ବଳତା ନୁହେଁ ବରଂ ନିଜର ଶକ୍ତି ବନାଇ ନେଇଛି। ଏବେ ସେହି ସମୟ ଧୀରେ ଧୀରେ ନିକଟତର ହେଉଛି ଯେତେବେଳେ ଆପଣଙ୍କ ଧୈର୍ଯ୍ୟର ଅସଲ ପରୀକ୍ଷା ହେବ। କିଛି ଏଭଳି ଲୋକ ସାମ୍ନାକୁ ଆସିବେ ଯେଉଁମାନେ ମିଠା କଥା କହିବେ, କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ ସେତେ ସଫା ନଥିବ ଯେତେ ସେମାନଙ୍କ ଶବ୍ଦ ଦେଖାଯାଉଛି। ତେଣୁ ଏହି ସମୟରେ କେବଳ ଶବ୍ଦ ଉପରେ ଭରସା କରନ୍ତୁ ନାହିଁ, ଲୋକଙ୍କ ବ୍ୟବହାରକୁ ଚିହ୍ନନ୍ତୁ। ମନେ ରଖନ୍ତୁ, ପ୍ରତ୍ୟେକ ହସୁଥିବା ବ୍ୟକ୍ତି ଆପଣଙ୍କ ଶୁଭେଚ୍ଛୁ ନୁହନ୍ତି ଏବଂ ପ୍ରତ୍ୟେକ କଠୋର କହୁଥିବା ବ୍ୟକ୍ତି ଆପଣଙ୍କ ବିରୋଧୀ ନୁହନ୍ତି। ବହୁତ ଥର ଜୀବନ ଆମକୁ ଏଭଳି ଲୋକଙ୍କ ସହ ଭେଟ କରାଏ, ଯେଉଁମାନେ ଆମକୁ ସତ୍ୟର ଆଇନା ଦେଖାନ୍ତି ଏବଂ ସେହି ସତ୍ୟରୁ ଆମ ଭବିଷ୍ୟତ ମଜବୁତ ହୁଏ। ଯେଉଁ ବ୍ୟକ୍ତି ଧୈର୍ଯ୍ୟ ରଖେ, ସିଏ ସଠିକ୍ ସମୟରେ ସଠିକ୍ ସୁଯୋଗକୁ ଧରିପାରେ। ଅଧୀର ବ୍ୟକ୍ତି ଅନେକ ସମୟରେ ସେହି କବାଟକୁ ବନ୍ଦ କରିଦିଏ ଯାହାକୁ ସମୟ ତା ପାଇଁ ଖୋଲିବାକୁ ଥାଏ। ଏବଂ ଗୋଟିଏ କଥା ସର୍ବଦା ମନେ ରଖନ୍ତୁ, ଯେତେବେଳେ ଉପରବାଲା କାହାକୁ ଉପରକୁ ଉଠାଇବାର ନିଷ୍ପତ୍ତି ନିଅନ୍ତି, ସେତେବେଳେ ସେ ତା ପୂର୍ବରୁ ତା ଭିତରର ପ୍ରତ୍ୟେକ ଦୁର୍ବଳତାକୁ ବାହାର କରିଦିଅନ୍ତି। ତେଣୁ ଯଦି ଏହି ସମୟରେ ଆପଣଙ୍କ ଜୀବନରେ କଠିନତା ବଢ଼ିଛି, ତେବେ ତାହାକୁ କେବଳ ସଜା ବୋଲି ଭାବନ୍ତୁ ନାହିଁ। ସମ୍ଭବତଃ ଏହି କଠିନତା ଆପଣଙ୍କୁ ସେହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପ୍ରସ୍ତୁତ କରୁଛି ଯେଉଁଠାରେ ପହଞ୍ଚିବାର ଆପଣ ବର୍ଷ ବର୍ଷ ପୂର୍ବେ ସ୍ୱପ୍ନ ଦେଖିଥିଲେ। ଯଦି ଏହି ସମୟ ପର୍ଯ୍ୟନ୍ତ ଆପଣଙ୍କ କଥା ଆପଣଙ୍କ ହୃଦୟକୁ ଛୁଇଁଛି, ତେବେ ଏକ ଛୋଟ କାମ କରନ୍ତୁ, ଭିଡିଓକୁ ଲାଇକ୍ କରନ୍ତୁ। ଏବଂ ଯଦି ଆପଣ ଚାହାନ୍ତି ଯେ ଏଭଳି ସକାରାତ୍ମକ ଏବଂ ପ୍ରେରଣାଦାୟକ କଥା ସର୍ବପ୍ରଥମେ ଆପଣଙ୍କ ପାଖରେ